ଭାରତୀୟ ଜଳସୀମାରେ ଧରା ପଡ଼ିଲେ 78 ଜଣ ବାଂଲାଦେଶୀ। ଦୁଇଟି ମାଛ ଧରା ବୋଟ୍ରେ ଅଛନ୍ତି 78 ଜଣ ବାଂଲାଦେଶୀ। ସେମାନେ ଭାରତୀୟ ଜଳସୀମାରେ ପ୍ରବେଶ କରି ଭାରତ ଆଡ଼କୁ ଆସିଥିବା ବେଳେ କୋଷ୍ଟ ଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, ମାତ୍ର ସେମାନେ ଖସିଯିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି। ଦୁଇଟି ବୋଟ୍ ସମେତ ସମସ୍ତ ବାଂଲାଦେଶକୁ ଅଟକ ରଖିଛି କୋଷ୍ଟ ଗାର୍ଡ। ସମସ୍ତ ବାଂଲାଦେଶୀଙ୍କୁ କୋଷ୍ଟ ଗାର୍ଡ ପାରାଦୀପ ଆଣୁଥିବା ସୂଚନା ମିଳିଛି। ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି ଏବଂ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି। ବାଂଲାଦେଶରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଥିବାରୁ ସେମାନଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି।